आपण ସମସ୍ତଙ୍କୁ ସ୍ୱାଗତ କରୁଛି ଲର୍ନ ଇନ୍ ପାଇପଲାଇନ୍ ଚ୍ୟାନେଲକୁ। ଏହି ଚ୍ୟାନେଲରେ ଆମେ ମହାପୁରୁଷଙ୍କ ଜୀବନୀ ବିଷୟରେ ଜାଣନ୍ତି। ଆଜି ଜଣେ ସେଇଭଳି ମହାପୁରୁଷଙ୍କ ଜୀବନୀ ବିଷୟରେ ଜାଣିବା, 5 ଧାଡିରେ ନୁହେଁ 10 ଧାଡିରେ। ଚାଣକ୍ୟ ଜଣେ ଶିକ୍ଷକ, ଦାର୍ଶନିକ, ଅର୍ଥନୀତିଜ୍ଞ ଏବଂ ରାଜ୍ୟସ୍ତରୀୟ ବ୍ୟକ୍ତି ଯିଏକି ଭାରତୀୟ ରାଜନୈତିକ ପୁସ୍ତକ ଅର୍ଥଶାସ୍ତ୍ର ଲେଖିଥିଲେ। ତାଙ୍କର ଜନ୍ମ ଏକ ବ୍ରାହ୍ମଣ ପରିବାରରେ ଖ୍ରୀଷ୍ଟପୂର୍ବ 350 ତକ୍ଷଶିଳାରେ ହୋଇଥିଲା। ଭାରତର ଉତ୍ତର ପଶ୍ଚିମ ଭାଗରେ ଅବସ୍ଥିତ ଏକ ପ୍ରାଚୀନ ଶିକ୍ଷାର କେନ୍ଦ୍ର ତକ୍ଷଶିଳାରେ ଚାଣକ୍ୟଙ୍କର ଶିକ୍ଷା ସମ୍ପୂର୍ଣ୍ଣ ହୋଇଥିଲା। ଅର୍ଥନୀତି, ରାଜନୀତି, ଯୁଦ୍ଧ ରଣନୀତି, ଔଷଧ ଏବଂ ଜ୍ୟୋତିଷ ଶାସ୍ତ୍ର ପରି ବିଭିନ୍ନ ବିଷୟ ଉପରେ ସେ ଜଣେ ଉଚ୍ଚ ଶିକ୍ଷିତ ବ୍ୟକ୍ତି ଥିଲେ। ସେ ମୌର୍ଯ୍ୟ ରାଜବଂଶର ସ୍ଥାପନାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଚାଣକ୍ୟ ଚନ୍ଦ୍ରଗୁପ୍ତଙ୍କ ପରାମର୍ଶଦାତା ଭାବରେ କାର୍ଯ୍ୟ କରିଥିଲେ ଏବଂ ତାଙ୍କ ମାର୍ଗଦର୍ଶନରେ ଚନ୍ଦ୍ରଗୁପ୍ତ ଆଲେକଜାଣ୍ଡର ଜେନେରାଲ ମାନଙ୍କୁ ପରାସ୍ତ କରିବାରେ ସକ୍ଷମ ହୋଇଥିଲେ ଏବଂ ତାଙ୍କୁ ମୌର୍ଯ୍ୟ ସାମ୍ରାଜ୍ୟକୁ ଏକ ଶକ୍ତିଶାଳୀ ସାମ୍ରାଜ୍ୟରେ ପରିଣତ କରିବାରେ ସାହାଯ୍ୟ କରିଥିଲେ। ଚାଣକ୍ୟ ଜଣେ ଉଚ୍ଚ ଶିକ୍ଷିତ ବ୍ୟକ୍ତି ଥିଲେ ଯାହାଙ୍କର ବିଭିନ୍ନ ପ୍ରସଙ୍ଗରେ ଜ୍ଞାନ ଥିଲା ଓ ସେ ସୈନ୍ୟ ରଣନୀତି, ଅର୍ଥନୀତି, ସାମାଜିକ କଲ୍ୟାଣ ପ୍ରସଙ୍ଗ ଇତ୍ୟାଦି ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଅନୁସନ୍ଧାନ କରିଥିଲେ। ଖ୍ରୀଷ୍ଟପୂର୍ବ 275 ମସିହାରେ ଚାଣକ୍ୟ ମୃତ୍ୟୁବରଣ କରିଥିଲେ। ଚାଣକ୍ୟ କୌଟିଲ୍ୟ ବା ବିଷ୍ଣୁଗୁପ୍ତ ନାମରେ ମଧ୍ୟ ଜଣାଶୁଣା। ସେ ବିଶ୍ୱାସ କରୁଥିଲେ ଯେ ଜ୍ଞାନ ହିଁ ଶକ୍ତି ଏବଂ ସଫଳତାର ଚାବିକାଠି ଅଟେ। ଭିଡିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାଇବେ। ଭିଡିଓ ଯଦି ଭଲ ଲାଗିଲା ଭିଡିଓ ଟିକେ ଲାଇକ୍ କରିଦିଅନ୍ତୁ। ଭିଡିଓକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ। ଚ୍ୟାନେଲକୁ ପ୍ଲିଜ ସବସ୍କ୍ରାଇବ କରି ବେଲ୍ ଆଇକନକୁ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାନ୍ତୁ। ତାହେଲେ ରହୁଛି, ଦେଖା ହବା ଆଗାମୀ ଭିଡିଓରେ। ନମସ୍କାର।